ଭାରତର ଅଧିକାଂଶ ସହରରେ ମାଂସ ଏବଂ ଅଣ୍ଡା ଖାଦ୍ୟର ଏକ ସାଧାରଣ ଅଂଶ ହୋଇଗଲାଣି। ହେଲେ ଏହିପରି ଗୋଟିଏ ସହର ଅଛି ଯେଉଁଠାରେ ନିରାମିଷ ଖାଦ୍ୟ ଖାଇବା ଆଇନଗତ ଅପରାଧ। ଏଠାରେ କେବଳ ମାଂସ ନୁହଁ, ଅଣ୍ଡାର ବିକ୍ରି ଓ କିଣିବା ମଧ୍ୟ ଦଣ୍ଡନୀୟ ହୋଇପାରେ। ଏହି ନିୟମ କୌଣସି ଗୁଜବ ନୁହଁ, ବରଂ ଏକ ସରକାରୀ ନିର୍ଦ୍ଦେଶ ଦ୍ୱାରା ଜାରି। ଧାର୍ମିକ କାରଣରୁ ଏହି ସହରକୁ ସମ୍ପୂର୍ଣ୍ଣ ନିରାମିଷ ଘୋଷଣା କରାଯାଇଛି ଏବଂ ନିୟମ ଭାଙ୍ଗିବା ପାଇଁ କଠୋର ଆଇନଗତ ବ୍ୟବସ୍ଥା ଅଛି। ଏହି ସହର ହେଉଛି ପାଲିତାନା, ଯାହା ଗୁଜରାଟର ଭାବନଗର ଜିଲ୍ଲାରେ ଅବସ୍ଥିତ। ପାଲିତାନାକୁ ବିଶ୍ୱର ଏକମାତ୍ର ସହର ଭାବେ ବିବେଚନା କରାଯାଇଛି, ଯେଉଁଠାରେ ମାଂସ, ମାଛ ଏବଂ ଅଣ୍ଡା ବିକ୍ରୟ ସମ୍ପୂର୍ଣ୍ଣ ନିଷିଦ୍ଧ। ଗୁଜରାଟ ସରକାର ଏହାକୁ ଆନୁଷ୍ଠାନିକ ଭାବରେ ଏକ ନିରାମିଷ ଅଞ୍ଚଳ ଭାବେ ଘୋଷଣା କରିଛନ୍ତି। ସହର ସୀମା ମଧ୍ୟରେ କୌଣସି ନିରାମିଷ ବାଣିଜ୍ୟିକ କାର୍ଯ୍ୟକଳାପକୁ ଅନୁମତି ନାହିଁ। 2014 ମସିହାରେ ପଶୁ ହତ୍ୟା ଓ ମାଂସ ବିକ୍ରି ବନ୍ଦ କରିବା ଦାବି କରି ଜୈନ ସନ୍ଥ ଉପବାସ ଆରମ୍ଭ କରିଥିଲେ। ସେମାନେ ଯୁକ୍ତି ଦେଇଥିଲେ ଯେ ଏହି ସହର ଜୈନ ଧର୍ମର ଏକ ପ୍ରମୁଖ ତୀର୍ଥସ୍ଥଳ ଏବଂ ସେଠାରେ ଅହିଂସାର ନୀତି ପାଳନ କରାଯିବା ଉଚିତ। ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।